ଫଟୋ ଜଣଙ୍କର ଶାସନ କରୁଛି ଆଉ ଜଣେ ଏବଂ ସେ ଶାସନ ବି ଯଦି ଆମ ଓଡ଼ିଆ ଲୋକ କିଏ କରୁଥାନ୍ତେ କୌଣସି ପ୍ରଶାସନିକ ଅଧିକାରୀ ହେଉ କି ରାଜନୈତିକ ନେତା ଲୋକ ବି ତାକୁ ଗ୍ରହଣ କରିଥାନ୍ତେ। ତାକୁ ସରକାରୀ ବ୍ୟବସ୍ଥାଟାକୁ ଚଳାଉଛନ୍ତି, ରାଜନୈତିକ ବ୍ୟବସ୍ଥାକୁ ଚଳାଉଛନ୍ତି, ଏଇଟା ଜନସାଧାରଣ ପାଖକୁ ଚାଲିଗଲାଣି। କିନ୍ତୁ ଯେହେତୁ ଏ ଦୁଇଟା ନହେଲା ଏଇଟା ଓଡ଼ିଆମାନଙ୍କର ଗୋଟେ ସେଣ୍ଟିମେଣ୍ଟକୁ ଏଇଟା ହଟ୍ କରୁଛି। ଓଡ଼ିଆର ସ୍ୱାଭିମାନ ସମ୍ମାନ ପ୍ରତି ଏଇଟା ଗୋଟେ କୁଠାରଘାତ ହେଉଛି। ଏକଥା ଆମ୍ ଜନତା ସାଧାରଣ ଜନତାଙ୍କ ମନରେ ଏ ପ୍ରଶ୍ନବାଚୀ ତିଆରି ହେଇଛି। ତ ଏଇ ନୂଆ ସରକାର ବେଳେ ମୋଦିଜୀଙ୍କର ଯେଉଁ ବିକଶିତ ଭାରତ କଥା ଆସୁଛି ଏବଂ ମୋଦିଜୀଙ୍କର ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ନେଉଛନ୍ତି, ତାଙ୍କ ପ୍ରତି ମଧ୍ୟ ଜନସାଧାରଣଙ୍କର ବିଶ୍ୱାସ ଆସ୍ଥା ଭାଜନ ସେ ହେଇଛନ୍ତି। ତା ସହିତ ମଧ୍ୟ ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେତେବେଳେ 5 ଥର ଗୋଟେ ସରକାର ରହିଲାଣି ତେଣୁ ଲୋକଙ୍କ ମନରେ ମଧ୍ୟ ବିତସ୍ପୃତ ହେଲେଣି। ସେମାନେ ବି ଚାହୁଁଛନ୍ତି ଆଉ ଗୋଟେ ପରିବର୍ତ୍ତନ କରିବା, ପୁଣି ଗୋଟେ ନୂଆ ସରକାରକୁ ଦେଖିବା। ଆମେ ଦେଖିବା ଯଦି ଆପଣ ବିଜେଡ଼ିରୁ ଚିଲିକାରୁ ଲଢ଼ିଥିଲେ, ବିଧାୟକ ଥିଲେ, ବର୍ତ୍ତମାନ କ'ଣ ମୁଦ୍ଦା ନେଇକି ଆପଣ ଯିବେ ଖୋର୍ଦ୍ଧା? ମେନ୍ ମୁଦ୍ଦା କ'ଣ ରହିବ? ମୁଦ୍ଦା ତ ବିକାଶ ସବୁଠୁ ବଡ଼ ଗୋଟେ ଜନପ୍ରତିନିଧିର କାମ ହେଉଛି ବିକାଶ। ସାମାଜିକ ସ୍ତରରେ ଲୋକମାନଙ୍କର କଳା ସାହିତ୍ୟ ସଂସ୍କୃତି ଏବଂ ସାମାଜିକ ସ୍ଥିତିର ଉନ୍ନତି ଆଣିବା ଇଏ ହେଲା ବିକାଶ। ଏ ବିକାଶଟିକୁ ଆମେ କାର୍ଯ୍ୟକାରୀ କରିବାକୁ ଯାଉଛୁ। ପ୍ରଥମ ମୁଦ୍ଦା ସେ ବିକାଶର ପୁଣି 3ଟି ଦିଗ। ଗୋଟିଏ ହେଲା ଭିତ୍ତିଭୂମିର ବିକାଶ, ଗୋଟିଏ ହେଲା ଅର୍ଥନୈତିକ ବିକାଶ, ପାରିବାରିକ ଆୟ ମୁଣ୍ଡ ପିଛା ଆୟ ବୃଦ୍ଧି କରିବା, ଆଉ ଗୋଟେ ସାମାଜିକ ବିକାଶ। ଏବଂ ସେଥିରେ ପ୍ରଥମ କରି କୁହାଯାଉଛି ଯେ ସ୍ୱାଧୀନତାର 75 ବର୍ଷ ଭିତରେ ଖୋର୍ଦ୍ଧାରେ ଯାହା କାର୍ଯ୍ୟ ବାକି ରହିଛି ତାକୁ ଆଗାମୀ 5 ବର୍ଷରେ ଆମେ ପୂରଣ କରିବୁ। ସେ ରାସ୍ତାଘାଟର ହେଉ, ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, ଜଳସେଚନର ବ୍ୟବସ୍ଥା ହେଉ ଏବଂ ପିଇବା ପାଣିର ବ୍ୟବସ୍ଥା ହେଉ କି ଆବାସ ଘରର ବ୍ୟବସ୍ଥା ହେଉ। ଏବଂ ଖୋର୍ଦ୍ଧା ଜିଲ୍ଲା ଗୋଟେ ଜିଲ୍ଲାର ହେଡ଼କ୍ୱାର୍ଟର, ଭୁବନେଶ୍ୱର ଯାହା ଅଣ୍ଡରରେ ଅଛି, କିନ୍ତୁ ଆଜି ଖୋର୍ଦ୍ଧାରେ ଯେଉଁଭଳି ଭାବରେ ବିକାଶ ହେବା କଥା ଏପର୍ଯ୍ୟନ୍ତ ହୋଇପାରିନି। ଏ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି। ଆମେ ଯେଉଁ ଗାଁକୁ ଗଲାବେଳେ ମଧ୍ୟ ବହୁତ ଘର ଲୋକମାନେ ଏପର୍ଯ୍ୟନ୍ତ ବି ପାଇନାହାନ୍ତି। ତାକୁ ଆମେ କିଭଳି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିବୁ ବ୍ୟକ୍ତିଗତ ସ୍ତରରେ ଏବଂ ସାମୂହିକ ସ୍ତରରେ। ତ ଏସବୁ ଦୃଷ୍ଟିରୁ ବରୁଣେଇ ପୀଠ, ଯେଉଁ ବରୁଣେଇ ପୀଠ ଇତିହାସର ରକ୍ତରଞ୍ଜିତ ଅଧ୍ୟାୟରେ ଲିପିବଦ୍ଧ ହୋଇଛି ଯେ ଭାରତର ସ୍ୱାଧୀନତା ଆନ୍ଦୋଳନ ସେଇଠୁ ଆରମ୍ଭ ହୋଇଥିଲା। ଏବଂ ଖୋର୍ଦ୍ଧାର ଆପଣମାନେ ଯଦି ଦେଖିବେ ସେ ଆଜି ବି କ୍ୟାବିନ୍ ସହରର ମାନ୍ୟତା ପାଇକି ଅଛି। ଷ୍ଟେଟ୍ କ୍ୟାପିଟାଲର ହେଡ଼କ୍ୱାର୍ଟର ବଟ୍ କ୍ୟାବିନ୍ ସେ ବରୁଣେଇ କରୁଣେଇ ପୀଠର ଯେଉଁ ଉନ୍ନତିକରଣ ଆପଣମାନେ ଜାଣିଥିବେ, କେନ୍ଦ୍ର ସରକାର ସେଠି 200 କୋଟି ଟଙ୍କା ଦେଲେ। ରାଜ୍ୟ ସରକାର 10 ଏକର ଜମି ଦେବାର ପ୍ରସ୍ତାବ ଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍।